ପିଲାମାନେ ଆଜି ଆମେ ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ ପରୀକ୍ଷା 2025-26ରେ ଆସିଥିବା ଚତୁର୍ଥ ଶ୍ରେଣୀ ସାଧାରଣ ଜ୍ଞାନ ପ୍ରଶ୍ନ ଆଲୋଚନା କରିବା। ସମୟ ହେଉଛି 1 ଘଣ୍ଟା, ପୂର୍ଣ୍ଣ ସଂଖ୍ୟା ହେଉଛି 50। 51 ପ୍ରଶ୍ନ, କେଉଁ ଗ୍ରହର ଆଭ୍ୟନ୍ତରୀଣ ଅଂଶକୁ କୋର୍ କହନ୍ତି? ଅପସନ୍ ଏ ବୁଧ, ଅପସନ୍ ବି ପୃଥିବୀ, ଅପସନ୍ ସି ଶୁକ୍ର ଏବଂ ଅପସନ୍ ଡି ମଙ୍ଗଳ। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି ପୃଥିବୀ। ପୃଥିବୀର ଆଭ୍ୟନ୍ତରୀଣ ଅଂଶକୁ କୋର୍ କହନ୍ତି। ପୃଥିବୀର ଆଭ୍ୟନ୍ତରୀଣ ଅଂଶକୁ କୋର୍ କହନ୍ତି। 2 ନମ୍ବର ପ୍ରଶ୍ନ, ନଦୀ ସମୁଦ୍ରରେ ମିଶିବା ସମୟରେ ଯେଉଁ ନୂଆ ଭୂମି ରୂପ ସୃଷ୍ଟି ହୁଏ ତାକୁ କ'ଣ କହନ୍ତି? ଅପସନ୍ ଏ ସମତଳ ଭୂମି, ଅପସନ୍ ବି ମରୁଭୂମି, ଅପସନ୍ ସି ତ୍ରିକୋଣ ଭୂମି ଏବଂ ଅପସନ୍ ଡି ଆର୍ଦ୍ରଭୂମି। ଠିକ୍ ଉତ୍ତରଟି ହେଉଛି ଅପସନ୍ ସି ତ୍ରିକୋଣ ଭୂମି। ନଦୀ ସମୁଦ୍ରରେ ମିଶିବାକୁ ତ୍ରିକୋଣ ଭୂମି କହନ୍ତି। 3 ନମ୍ବର ପ୍ରଶ୍ନ, ଜୟପୁର ସହରକୁ କେଉଁ ସହର କହନ୍ତି? ଅପସନ୍ ଏ ଗୋଲାପୀ ସହର, ଅପସନ୍ ବି ନୀଳ, ଅପସନ୍ ସି ନାରଙ୍ଗୀ ଏବଂ ଅପସନ୍ ଡି ହଳଦିଆ। ଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଗୋଲାପୀ ସହର। ଜୟପୁର ସହରକୁ ଗୋଲାପୀ ସହର କହନ୍ତି। 4 ନମ୍ବର ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ପୃଥିବୀର ବୃହତ୍ତମ ନଦୀ ଅଟେ? ଅପସନ୍ ଏ ବ୍ରହ୍ମପୁତ୍ର, ଅପସନ୍ ବି ରାବି, ଅପସନ୍ ସି ନୀଳ ନଦୀ ଏବଂ ଅପସନ୍ ଡି ଗଙ୍ଗା ନଦୀ। ଠିକ୍ ଉତ୍ତରଟି ହେଉଛି ଅପସନ୍ ସି ନୀଳ ନଦୀ। 5 ନମ୍ବର ପ୍ରଶ୍ନ, ଭାରତ ଇତିହାସରେ କେଉଁ ବଂଶର ଶାସନ କାଳକୁ ସୁବର୍ଣ୍ଣ ଯୁଗ କୁହାଯାଏ? ଅପସନ୍ ଏ ସୋମବଂଶ, ଅପସନ୍ ବି ମରହଟ୍ଟା ବଂଶ, ଅପସନ୍ ସି ହୋୟସାଳ ବଂଶ ଏବଂ ଅପସନ୍ ଡି ଗୁପ୍ତ ବଂଶ। ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଗୁପ୍ତ ବଂଶ। ଗୁପ୍ତ ବଂଶ ଶାସନ କାଳକୁ ଭାରତ ଇତିହାସରେ ସୁବର୍ଣ୍ଣ ଯୁଗ କୁହାଯାଏ। 6 ନମ୍ବର ପ୍ରଶ୍ନ, 1942 ମସିହାରେ ଭାରତରେ କେଉଁ ଆନ୍ଦୋଳନ ହୋଇଥିଲା? ଅପସନ୍ ଏ ଆଇନ ଅମାନ୍ୟ ଆନ୍ଦୋଳନ, ଅପସନ୍ ବି ଭାରତ ଛାଡ଼ ଆନ୍ଦୋଳନ, ଅପସନ୍ ସି ଲବଣ ସତ୍ୟାଗ୍ରହ ଆନ୍ଦୋଳନ ଏବଂ ଅପସନ୍ ଡି ଅସହଯୋଗ ଆନ୍ଦୋଳନ। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଭାରତ ଛାଡ଼ ଆନ୍ଦୋଳନ। 1942 ମସିହାରେ ଭାରତ ଛାଡ଼ ଆନ୍ଦୋଳନ ହୋଇଥିଲା। 7 ପ୍ରଶ୍ନ, ଭାରତ ସମ୍ବିଧାନ ସଭାରେ ଦେଶ ପାଇଁ ଜାତୀୟ ପତାକା କେବେ ସ୍ଥିର ହୋଇଥିଲା? ଅପସନ୍ ଏ 1947 ମସିହା ସେପ୍ଟେମ୍ବର ମାସ 22 ତାରିଖ, ଅପସନ୍ ବି 1947 ମସିହା ଜୁଲାଇ ମାସ 22 ତାରିଖ, ଅପସନ୍ ସି 1952 ମସିହା ଜୁନ୍ ମାସ 18 ତାରିଖ ଏବଂ ଅପସନ୍ ଡି 1946 ମସିହା ଫେବୃଆରୀ ମାସ 26 ତାରିଖ। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି 1947 ମସିହା ଜୁଲାଇ ମାସ 22 ତାରିଖ। ଏହି ଦିନ ଭାରତ ସମ୍ବିଧାନ ସଭାରେ ଦେଶ ପାଇଁ ଜାତୀୟ ପତାକା ସ୍ଥିର ହୋଇଥିଲା। 8 ନମ୍ବର ପ୍ରଶ୍ନ, କାହାକୁ ଏସିଆର ଆଲୋକ କୁହାଯାଏ? ଅପସନ୍ ଏ ମହାବୀର, ଅପସନ୍ ବି ଅଶୋକ, ଅପସନ୍ ସି ଚାଣକ୍ୟ ଏବଂ ଅପସନ୍ ଡି ବୁଦ୍ଧଦେବ। ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ବୁଦ୍ଧଦେବ। 9 ନମ୍ବର ପ୍ରଶ୍ନ, ଟେଲିଫୋନ୍ କିଏ ଉଦ୍ଭାବନ କରିଥିଲେ? ଅପସନ୍ ଏ ମ୍ୟାକମିଲନ, ଅପସନ୍ ବି ଜୋସେଫ୍ ଲିଷ୍ଟର, ଅପସନ୍ ସି ଜେଲ୍ ବାୟର୍ଡ ଏବଂ ଅପସନ୍ ଡି ଗ୍ରାହାମ ବେଲ୍। ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଗ୍ରାହାମ ବେଲ୍। ଗ୍ରାହାମ ବେଲ୍ ହେଉଛନ୍ତି ଟେଲିଫୋନ୍ ଉଦ୍ଭାବକ। 10 ନମ୍ବର ପ୍ରଶ୍ନ, ଇଣ୍ଟରନେଟ୍ର ଉଦ୍ଭାବକ କିଏ ଥିଲେ? ଅପସନ୍ ଏ ଇଷ୍ଟର୍ନ କେପ୍, ଅପସନ୍ ବି ରୁଡଲଫ ଡିଜେଲ, ଅପସନ୍ ସି ୱାଟରମ୍ୟାନ୍ ଏବଂ ଅପସନ୍ ଡି ସାଇରିଆ। ଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଇଷ୍ଟର୍ନ କେପ୍ ଇଣ୍ଟରନେଟ୍ର ଉଦ୍ଭାବକ। 11 ପ୍ରଶ୍ନ, ମଣ୍ଟଗଲଫିର୍ ଭ୍ରାତା କ'ଣ ଉଦ୍ଭାବନ କରିଥିଲେ? ଅପସନ୍ ଏ କାନ୍ଥ ଘଣ୍ଟା, ଅପସନ୍ ବି ବେଲୁନ୍, ଅପସନ୍ ସି ଦିଆସିଲି ଏବଂ ଅପସନ୍ ଡି ଝରକଲମ। ଠିକ୍ ଉତ୍ତରଟି ଅପସନ୍ ବି ବେଲୁନ୍। 12 ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁ ବୈଜ୍ଞାନିକ ମୋଟର ସାଇକେଲ ଉଦ୍ଭାବନ କରିଥିଲେ? ଅପସନ୍ ଏ ବାହାର, ଅପସନ୍ ବି ଷ୍ଟିଫେନସନ୍, ଅପସନ୍ ସି ଏଡୱାର୍ଡ ବଟଲର ଏବଂ ଅପସନ୍ ଡି ମାର୍କୋନି। ଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଏଡୱାର୍ଡ ବଟଲର। 13 ପ୍ରଶ୍ନ, ହରିଦ୍ୱାର କେଉଁ ନଦୀ କୂଳ ଅବସ୍ଥିତ? ଅପସନ୍ ଏ ଯମୁନା, ଅପସନ୍ ବି ସରସ୍ୱତୀ, ଅପସନ୍ ସି ସରଜୁ ଏବଂ ଅପସନ୍ ଡି ଗଙ୍ଗା। ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଗଙ୍ଗା। ଗଙ୍ଗା ନଦୀ କୂଳରେ ହରିଦ୍ୱାର ଅବସ୍ଥିତ। 14 ପ୍ରଶ୍ନ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ କେବେ ଗଠିଥିଲା? ଅପସନ୍ ଏ 1976 ମସିହା ଏପ୍ରିଲ ମାସ 1 ତାରିଖ, ଅପସନ୍ ବି 1936 ମସିହା ଏପ୍ରିଲ 1 ତାରିଖ, ଅପସନ୍ ସି 1950 ମାର୍ଚ୍ଚ 1 ତାରିଖ ଏବଂ ଅପସନ୍ ଡି 1952 ଅଗଷ୍ଟ 14 ତାରିଖ। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି 1936 ମସିହା ଏପ୍ରିଲ ମାସ 1 ତାରିଖ।
ଏହି ଦିନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେଲା। 15 ନମ୍ବର, ବାରବାଟୀ ଦୁର୍ଗର ପତନ କେବେ ହୋଇଥିଲା? ଅପସନ୍ ଏ 1703 ମାର୍ଚ୍ଚ 5 ତାରିଖ, ଅପସନ୍ ବି 1801 ଜୁନ୍ 8 ଏବଂ ଅପସନ୍ ସି 1803 ଅକ୍ଟୋବର 8 ଏବଂ ଅପସନ୍ ଡି 1903 ସେପ୍ଟେମ୍ବର 15। ଠିକ୍ ଉତ୍ତରଟି ହେଉଛି ଅପସନ୍ ସି 1803 ମସିହା ଅକ୍ଟୋବର ମାସ 8 ତାରିଖ। ଏହି ଦିନ ବାରବାଟୀ ଦୁର୍ଗର ପତନ ହୋଇଥିଲା। 16 ପ୍ରଶ୍ନ, ଇନ୍ଦ୍ରପ୍ରସ୍ଥ କେଉଁ ସହରର ପୌରାଣିକ ନାମ? ଅପସନ୍ ଏ କଟକ, ଅପସନ୍ ବି ଭୁବନେଶ୍ୱର, ଅପସନ୍ ସି ଦିଲ୍ଲୀ ଏବଂ ଅପସନ୍ ଡି ମୁମ୍ବାଇ। ଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଦିଲ୍ଲୀ। ଦିଲ୍ଲୀର ପୁରାତନ ନାମ ହେଉଛି ଇନ୍ଦ୍ରପ୍ରସ୍ଥ। 17 ପ୍ରଶ୍ନ, ଭାରତର ପ୍ରଥମ ସ୍ୱାଧୀନ ସଂଗ୍ରାମ ବା ସିପାହୀ ବିଦ୍ରୋହ କେବେ ହୋଇଥିଲା? ଅପସନ୍ ଏ 1857 ମସିହା, ଅପସନ୍ ବି 1800 ମସିହା, ଅପସନ୍ ସି 1853 ମସିହା ଏବଂ ଅପସନ୍ ଡି 1862 ମସିହା। ଠିକ୍ ଉତ୍ତରଟି ହେଉଛି ଅପସନ୍ ଏ 1857 ମସିହା। 18 ପ୍ରଶ୍ନ, ବାର୍ସାଜ କ'ଣ ଉଦ୍ଭାବନ କରିଥିଲେ? ଅପସନ୍ ଏ କାଗଜ, ଅପସନ୍ ବି ମୋବାଇଲ, ଅପସନ୍ ସି ରବର ଏବଂ ଅପସନ୍ ଡି ସାବୁନ। ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ସାବୁନ। ସାବୁନ ବାର୍ସାଜ ଉଦ୍ଭାବନ କରିଥିଲେ। 19 ପ୍ରଶ୍ନ, ବଲ୍ ପେନ୍ର ଉଦ୍ଭାବନ କିଏ? ଅପସନ୍ ଏ ଜନ୍ ଜେ ଲାଉଡ୍, ଅପସନ୍ ବି ରବର୍ଟ ବିଟଲ୍, ଅପସନ୍ ସି ରିଷ୍ଟନ୍ କେପ୍ ଏବଂ ଅପସନ୍ ଡି ମଣ୍ଟ ଗୋଲ୍ଫ୍ରି ପ୍ରାତା। ଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଜନ୍ ଜେ ଲାଉଡ୍। 20 ପ୍ରଶ୍ନ, ପାଟଣାର ପୁରାତନ ନାମ କ'ଣ? ଅପସନ୍ ଏ କେଶବ, ଅପସନ୍ ବି ମାଧବ, ଅପସନ୍ ସି ପାଟଳିପୁତ୍ର ଏବଂ ଅପସନ୍ ଡି କାମରୂପ। ଠିକ୍ ଉତ୍ତରଟି ହେଉଛି ଅପସନ୍ ସି ପାଟଳିପୁତ୍ର। ପାଟଳିପୁତ୍ର ହେଉଛି ପାଟଣା ପୁରାତନ ନାମ। 21 ପ୍ରଶ୍ନ, କେବେ ଇତିହାସ ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ ହୋଇଥିଲା? ଅପସନ୍ ଏ ଖ୍ରୀଷ୍ଟପୂର୍ବ 260, ଅପସନ୍ ବି ଖ୍ରୀଷ୍ଟପୂର୍ବ 264, ଅପସନ୍ ସି ଖ୍ରୀଷ୍ଟପୂର୍ବ 221 ଏବଂ ଅପସନ୍ ଡି ଖ୍ରୀଷ୍ଟପୂର୍ବ 261। ଠିକ୍ ଉତ୍ତରଟି ହେଉଛି ଖ୍ରୀଷ୍ଟପୂର୍ବ 261। 22 ପ୍ରଶ୍ନ, ବାୟୁମଣ୍ଡଳ ଚାପ ମାପିବା ଯନ୍ତ୍ର ନାମ କ'ଣ? ଅପସନ୍ ଏ ଲାକ୍ଟୋମିଟର, ଅପସନ୍ ବି ବାରୋମିଟର, ଅପସନ୍ ସି ଏନିଓମିଟର ଏବଂ ଅପସନ୍ ଡି ସ୍ପିଡୋମିଟର। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି ବାରୋମିଟର। ବାରୋମିଟର ସାହାଯ୍ୟରେ ବାୟୁମଣ୍ଡଳର ଚାପ ମପାଯାଏ। ଏନିଓମିଟର ସାହାଯ୍ୟରେ ପବନର ବେଗ ମପାଯାଏ। ଲାକ୍ଟୋମିଟର ସାହାଯ୍ୟରେ କ'ଣ ମପାଯାଏ? ଲାକ୍ଟୋମିଟର ସାହାଯ୍ୟରେ କ୍ଷୀରର ଶୁଦ୍ଧତା ମପାଯାଏ ଏବଂ ସ୍ପିଡୋମିଟର ସାହାଯ୍ୟରେ ଯାନର ଗତି ମପାଯାଏ। 23 ପ୍ରଶ୍ନ, ସ୍ପା ନାମକ ଲବଣାକ୍ତ ଝରଣା କେଉଁଠାରେ ଅବସ୍ଥିତ? ଅପସନ୍ ଏ ଆଫ୍ରିକା, ଅପସନ୍ ବି ବେଲଜିୟମ୍, ଅପସନ୍ ସି ଏସିଆ ଏବଂ ଅପସନ୍ ଡି ଦକ୍ଷିଣ ଆମେରିକା। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି ବେଲଜିୟମ୍। 24 ପ୍ରଶ୍ନ, ପବନର ବେଗ ମାପିବା ଯନ୍ତ୍ରକୁ କ'ଣ କହନ୍ତି? ଅପସନ୍ ଏ ବାରୋମିଟର, ଅପସନ୍ ବି ଏନିଓମିଟର, ଅପସନ୍ ସି ଲାକ୍ଟୋମିଟର ଏବଂ ଅପସନ୍ ଡି ଥର୍ମୋମିଟର। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଏନିଓମିଟର। ଏନିଓମିଟର ସାହାଯ୍ୟରେ ପବନର ବେଗ ମପାଯାଏ। 25 ପ୍ରଶ୍ନ, ବାହାରିନ୍କୁ କେଉଁ ଦ୍ୱୀପ କୁହାଯାଏ? ଅପସନ୍ ଏ ମୁକ୍ତାର ଦ୍ୱୀପ, ଅପସନ୍ ବି ମାଣିକ୍ୟର ଦ୍ୱୀପ, ଅପସନ୍ ସି ହୀରାର ଦ୍ୱୀପ ଏବଂ ଅପସନ୍ ଡି ସୁନାର ଦ୍ୱୀପ। ଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ମୁକ୍ତାର ଦ୍ୱୀପ। ମୁକ୍ତାର ଦ୍ୱୀପ ହେଉଛି ବାହାରିନ୍। 26 ପ୍ରଶ୍ନ, ବଜ୍ରପାତ ଦେଶ କିଏ? ଅପସନ୍ ଏ ଇଣ୍ଡୋନେସିଆ, ଅପସନ୍ ବି ପାକିସ୍ତାନ, ଅପସନ୍ ସି ଶ୍ରୀଲଙ୍କା ଏବଂ ଅପସନ୍ ଡି ଜାପାନ। ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଜାପାନ। ଜାପାନ ହେଉଛି ବଜ୍ରପାତର ଦେଶ। 27 ପ୍ରଶ୍ନ, ବାୟୁନଗରୀ କାହାକୁ କହନ୍ତି? ଅପସନ୍ ଏ ଜୟପୁର, ଅପସନ୍ ବି ଚିକାଗୋ, ଅପସନ୍ ସି ଥାଇଲାଣ୍ଡ ଏବଂ ଅପସନ୍ ଡି ବ୍ରାଜିଲ। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଚିକାଗୋ। ଚିକାଗୋକୁ ବାୟୁନଗରୀ କହନ୍ତି। 28 ପ୍ରଶ୍ନ, ୱାସିଂ ମେସିନ୍ ତିଆରି କରିଥିବା ବୈଜ୍ଞାନିକ ନାମ କ'ଣ? ଅପସନ୍ ଏ ଇଟିନ୍ ଓସିମିସେ, ଅପସନ୍ ବି ହାସନ୍ ଲିପ୍ରେସେ, ଅପସନ୍ ସି ଆଲଭାଜେ ଫିସର ଏବଂ ଅପସନ୍ ଡି ରବର୍ଟ ବଏଲ୍। ଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଆଲଭାଜେ ଫିସର। 29 ପ୍ରଶ୍ନ, ରବର୍ଟ ବଏଲ୍ କ'ଣ ଉଦ୍ଭାବନ କରିଥିଲେ? ଅପସନ୍ ଏ ପ୍ରେସର କୁକର, ଅପସନ୍ ବି କାଗଜ, ଅପସନ୍ ସି ହେଲିକପ୍ଟର ଏବଂ ଅପସନ୍ ଡି ଟେଲିଭିଜନ। ଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ପ୍ରେସର କୁକର। 30 ପ୍ରଶ୍ନ, କେଉଁ ବେଦ ସବୁଠାରୁ ପ୍ରାଚୀନ ଅଟେ? ଅପସନ୍ ଏ ଯଜୁର୍ବେଦ, ଅପସନ୍ ବି ଋଗ୍ବେଦ, ଅପସନ୍ ସି ଅଥର୍ବବେଦ ଏବଂ ଅପସନ୍ ଡି ସାମବେଦ। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଋଗ୍ବେଦ। ଋଗ୍ବେଦ ହେଉଛି ସବୁଠାରୁ ପ୍ରାଚୀନ ବେଦ।
31 प्रश्न ओडिशा प्रांत केतोटी विभाग नहीं गठित ऑप्शन ए 20टी ऑप्शन बी 21टी ऑप्शन सी 22टी और ऑप्शन डी 23टी ठीक उत्तरटी होची ऑप्शन सी 22टी 32 प्रश्न सरस्वती शिशु मंदिर योजना रे आम प्रांत समितिर नाम कौन ऑप्शन ए विद्याभारती ऑप्शन बी विवेकानंद शिक्षा केंद्र ऑप्शन सी अरविंद पाठचक्र और ऑप्शन डी शिक्षा विकास समिति ओडिशा ठीक उत्तर होची ऑप्शन डी शिक्षा विकास समिति ओडिशा 33 प्रश्न वर्तमान शिक्षा विकास समिति ओडिशा का संपादक नाम कौन अटे ऑप्शन ए श्री कमलाकांत मिश्र ऑप्शन बी डॉक्टर सरोज कुमार हाथी ऑप्शन सी श्री उमेश चंद्र दास और ऑप्शन डी डॉक्टर किशोर चंद्र महांती ठीक उत्तर होची ऑप्शन बी डॉक्टर सरोज कुमार हाथी 34 प्रश्न शिक्षा विकास समिति ओडिशा का प्रांत परीक्षा प्रमुख नाम कौन ऑप्शन ए श्री अश्विनी कुमार नायक ऑप्शन बी श्री अशोक कुमार पंडा ऑप्शन सी श्री खगेश्वर दास और ऑप्शन डी श्री मनोज कुमार दास ठीक उत्तर होची ऑप्शन डी श्री मनोज कुमार दास 35 प्रश्न शिक्षा विकास समिति ओडिशा द्वारा केतोटी जनजाति सेवा प्रकल्प चालू अच्छी ऑप्शन ए 2टी ऑप्शन बी 4टी ऑप्शन सी 5टी और ऑप्शन डी 6टी ठीक उत्तर होची ऑप्शन सी 5टी 36 प्रश्न वर्तमान आम राज्यर मुख्यमंत्री नाम कौन ऑप्शन ए श्री मोहन चरण माझी ऑप्शन बी श्री नवीन पट्टनायक ऑप्शन सी श्री जानकी बल्लभ पट्टनायक और ऑप्शन डी श्री हेमानंद विश्वाल ठीक उत्तर होची ऑप्शन ए श्री मोहन चरण माझी 37 प्रश्न वर्तमान ओडिशार गणशिक्षा मंत्री किए ऑप्शन ए श्री नित्यानंद गंड ऑप्शन बी श्री कृष्णचंद्र पात्र ऑप्शन सी डॉक्टर मुकेश महालिंग और ऑप्शन डी सूर्यवंशी सूरज ठीक उत्तर होची ऑप्शन ए श्री नित्यानंद गंड 38 नंबर प्रश्न जातीय क्रीड़ा दिवस केवे पालन करा जाए ऑप्शन ए जून 21 ऑप्शन बी नवेम्बर 14 ऑप्शन सी अगस्त 29 और ऑप्शन डी अक्टोबर 12 ठीक उत्तर होची ऑप्शन सी अगस्त 29 यही दिन जातीय क्रीड़ा दिवस पालन करा जाए 39 प्रश्न सूर्य कुमार यादव क्यों खेल से संपृक्त ऑप्शन ए फुटबॉल ऑप्शन बी क्रिकेट ऑप्शन सी वॉलीबॉल और ऑप्शन डी बास्केटबॉल ठीक उत्तर होची ऑप्शन बी क्रिकेट 40 प्रश्न आम देश भारत में केतोटी राज्य अच्छी ऑप्शन ए 27टी ऑप्शन बी 28टी ऑप्शन सी 29टी और ऑप्शन डी 30टी ठीक उत्तर होची ऑप्शन बी 28टी 41 प्रश्न पे चित्र देखिए ये 5 7 35 12 ये 9 3 27 12 ये 13 3 डैश दिखाई ये 16 यहाँ पूरण करवा देख पे 5 7 मिसेले के 7 5 12 ये लिखाई ना 5 7 मिसेले 12 ये लिखाई 12 5 7 गुण के 35 ये लिखाई 35 का अर्थ दुईटा गुणिकी लिखाई दुईटा मिसिकी संख्या मिसाई लिखाई से भाई 9 3 मिसाइले के 12 9 3 गुण 27 से भाई आपको गुणी देवा 13 3 मिसिले के 16 13 3 गुण देवा के 39 39 के 39 उत्तर के 39 ऑप्शन बी हूँ ठीक उत्तर 42 प्रश्न चित्र देखा ये कौन जॉइंट होती कौन है पे देख अधर जॉइंट हो अलग किए हम ऑप्शन डी हूँ संपूर्ण अलग ऑप्शन डी 43 प्रश्न ए बी सी मूल्य होची 1 2 3 अर्थ ए मूल्य दिखाई 1 बी मूल्य दिखाई 2 सी मूल्य दिखाई 3 से बी सी ए बी मूल्य के पे बी मूल्य 2 सी मूल्य 3 ए मूल्य 1 के 231 कौ उत्तर हम ऑप्शन ए बी सी डी कौटा हम ऑप्शन डी हूँ ठीक उत्तर 231 44 प्रश्न यदि पृथ्वी ग्रह हुए तो चंद्र कौन चंद्र हूँ
ସୌରଜଗତ ନା ଉପଗ୍ରହ ନା ସୂର୍ଯ୍ୟ ନା ସୂର୍ଯ୍ୟମଣ୍ଡଳ? ଠିକ୍ ଉତ୍ତରଟି ହେଉଛି ଉପଗ୍ରହ। ପୃଥିବୀ ଯଦି ଗ୍ରହ, ଚନ୍ଦ୍ର ହେଉଛି ପୃଥିବୀର ଏକ ଉପଗ୍ରହ। 45 ପ୍ରଶ୍ନ, ଟୁମୋର ଇଜ୍ ମଣ୍ଡେ, ଟୁଡେ ଇଜ୍ ଡ୍ୟାସ୍? ଅପସନ୍ ଦେଇଛି ଟ୍ୟୁଜଡେ, ସଣ୍ଡେ, ସଟରଡେ, ୱେଡନେସଡେ। ଟୁମୋର ଆସନ୍ତାକାଲି ଯଦି ଆମର ସୋମବାର ହୁଏ, ତେଣୁ ଆଜି କି ବାର? ଆଜି ହେଉଛି ରବିବାର, ତେଣୁ ଟୁଡେ ଇଜ୍ କ'ଣ? ସଣ୍ଡେ। 46 ପ୍ରଶ୍ନ, ଯୋଗର କେତୋଟି ଅଙ୍ଗ ଅଛି? ଅପସନ୍ ଏ 6ଟି, ଅପସନ୍ ବି 7ଟି, ଅପସନ୍ ସି 8ଟି ଏବଂ ଅପସନ୍ ଡି 9ଟି। ଠିକ୍ ଉତ୍ତରଟି ହେଉଛି ଅପସନ୍ ସି 8ଟି। ଯୋଗର 8ଟି ଅଙ୍ଗ ଅଛି। 47 ପ୍ରଶ୍ନ, କେଉଁ ଋଷି ପ୍ରଥମେ ପୃଥିବୀ ଗୋଲାକାର ବୋଲି ଦର୍ଶାଇଥିଲେ? ଅପସନ୍ ଏ ପରାଶର, ଅପସନ୍ ବି କଣାଦ, ଅପସନ୍ ସି ଅଗସ୍ତ୍ୟ ଏବଂ ଅପସନ୍ ଡି ଆର୍ଯ୍ୟଭଟ୍ଟ। ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଆର୍ଯ୍ୟଭଟ୍ଟ। 48 ପ୍ରଶ୍ନ, କେଉଁ ବୈଜ୍ଞାନିକ ଶୂନ୍ୟର ଉପଯୋଗ ସମ୍ବନ୍ଧରେ ନିୟମ ବତାଇଥିଲେ? ଅପସନ୍ ଏ ଭାସ୍କରାଚାର୍ଯ୍ୟ, ଅପସନ୍ ବି ଜଗଦୀଶ ଚନ୍ଦ୍ର ବସୁ, ଅପସନ୍ ସି ଆର୍ଯ୍ୟଭଟ୍ଟ ଏବଂ ଅପସନ୍ ଡି ବ୍ରହ୍ମଗୁପ୍ତ। ଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଆର୍ଯ୍ୟଭଟ୍ଟ। 49 ପ୍ରଶ୍ନ, ବନ୍ଦେ ମାତରମ୍ ରାଷ୍ଟ୍ରଗୀତର ରଚୟିତା କିଏ? ଅପସନ୍ ଏ ମଧୁସୂଦନ ରାଓ, ଅପସନ୍ ବି ରାଧାନାଥ ରାୟ, ଅପସନ୍ ସି ବଙ୍କିମଚନ୍ଦ୍ର ଚାଟାର୍ଜୀ ଏବଂ ଅପସନ୍ ଡି ଫକୀର ମୋହନ ସେନାପତି। ଠିକ୍ ଉତ୍ତରଟି ହେଉଛି ଅପସନ୍ ସି ବଙ୍କିମଚନ୍ଦ୍ର ଚାଟାର୍ଜୀ। 50 ପ୍ରଶ୍ନ, ହୋଜାଗିରି କେଉଁ ରାଜ୍ୟର ନୃତ୍ୟ ଅଟେ? ଅପସନ୍ ଏ ପଞ୍ଜାବ, ଅପସନ୍ ବି ଆନ୍ଧ୍ରପ୍ରଦେଶ, ଅପସନ୍ ସି ଓଡ଼ିଶା ଏବଂ ଅପସନ୍ ଡି ତ୍ରିପୁରା। ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ତ୍ରିପୁରା।